ସମସ୍ତଙ୍କୁ ନମସ୍କାର। ମୁଁ ରତ୍ନାକର କହଁର, କନ୍ଧମାଳ ଜିଲ୍ଲାର ମୁଁ ଜିଲ୍ଲାପାଳ ଅଫିସରେ କାର୍ଯ୍ୟକାରୀ କରେ। ଫେସବୁକ୍ ପେଜ୍ ଓପନ୍ କଲା ପରେ ମୁଁ ଦେଖିଲି ଏଞ୍ଜେଲ ଥେରାପି ବିଷୟରେ ଭିଡ଼ିଓଟି ଆଡ଼୍ ଆସୁଛି। ସ୍ୱାସ୍ଥ୍ୟ ସମ୍ପର୍କ ଏବଂ ବ୍ୟବସାୟ ଆର୍ଥିକ ସମସ୍ୟାର ସମାଧାନ ହୋଇପାରୁଛି। ତାପରେ ରେଜିଷ୍ଟ୍ରେସନ୍ କରିଥିଲି ଏଞ୍ଜେଲ ଥେରାପି କୋର୍ସ ନେବା ପୂର୍ବରୁ ମୋର ବହୁତ ସମସ୍ୟା ଥିଲା, ଯାହାକି ଶାରୀରିକ ଦୁର୍ବଳ, ମନ ଦୁର୍ବଳ, ଆଉ ଖାଇବା ପିଇବାର ସମସ୍ୟା, ଡ୍ୟୁଟି ଯିବାରେ ବିଳମ୍ବ ହେବାର ଏବଂ ଆର୍ଥିକର ସମସ୍ୟା ମଧ୍ୟ ଥିଲା। ତେଣୁ ମୁଁ ଭାବିଲି ଏ କୋର୍ସଟା କଲେ ଭଲ ହେବ। ଏହି କୋର୍ସ କରିବା ପରେ ମୋତେ ପ୍ରଥମେ ଆମର ଫୁଲବାଣୀରେ ବର୍ଷା ପାଣି ପବନ ଯୋଗୁଁ ବିଜୁଳିର ସମସ୍ୟା ଥିଲା, କରେଣ୍ଟ କଟି ଯାଇଥିଲା ଏବଂ ମୋର ଚାର୍ଜ ମଧ୍ୟ ନଥିଲା। ତ ମୁଁ ସେଦିନ କିପରି ଭାବରେ କ୍ଲାସ୍ କରିବି, ମୋବାଇଲରେ ଚାର୍ଜ ନାହିଁ, ଏମିତି ଭାବିକି ଧୀରେ ରହିଯାଇଥିଲି। ପୁଣି ମୋ ମନରେ କାହିଁ ଗୋଟେ ଆସିଲା, ନା ମୁଁ ମୋର ଗାର୍ଡ଼ିଆନ୍ ଏଞ୍ଜେଲ ଏବଂ ଅନ୍ୟାନ୍ୟ ଏଞ୍ଜେଲ ମାନଙ୍କ ସହିତ ମୁଁ କନେକ୍ଟରେ ଥିଲି। ମୁଁ ସେମାନଙ୍କୁ ହେଲ୍ପ ମାଗିଲି। କରେଣ୍ଟର ଯେହେତୁ ସମସ୍ୟା ଥିଲା, ମୁଁ ପ୍ରଥମେ ଆର୍ଚ ଏଞ୍ଜେଲ ମାଇକେଲଙ୍କୁ ମୁଁ ପ୍ରେୟାର କଲି। ପ୍ରେୟାର କରିକି ମୁଁ ଜଣେଇଲି ଯେ ଆମର କରେଣ୍ଟ ନାହିଁ, ମୋର ଚାର୍ଜ ନାହିଁ, ମୁଁ କିଭଳି ଭାବରେ ଆଜି କ୍ଲାସ୍ଟା କରିବି, ତେଣୁ ପ୍ଲିଜ୍ ଏଞ୍ଜେଲ ହେଲ୍ପ ମି କହିକି ପ୍ରେୟାର କରିଥିଲି ଆଉ ଗ୍ରାଟିଟ୍ୟୁଡ଼ ମଧ୍ୟ ଜଣାଇଥିଲି। ଏହାପରେ କିଛି ସମୟ ବିତିଯିବା ପରେ ଏହାପରେ ହଠାତ୍ ଆମର ଫ୍ୟାନ୍ଟା ଘୁରି ବୁଲିଲା। ତାପରେ ମୁଁ ଭାବିଲି, ନା ଆକ୍ଚୁଆଲି ଏଞ୍ଜେଲ ଅଛନ୍ତି। ଏହି କୋର୍ସର ଏକ୍ସପିରିଏନ୍ସ ବହୁତ ଭଲ ଥିଲା। ଆମର ଯେ ଗୁରୁ ସାର୍ ଭେଙ୍କଟେଶ ହେଉଛନ୍ତି ଜଣେ ସ୍ପିରିଚୁଆଲ ଆଧ୍ୟାତ୍ମିକ ଗୁରୁ। ତାଙ୍କର କଥା କହିବାର ଶୈଳୀ, ଆତ୍ମବିଶ୍ୱାସ, ସମସ୍ତଙ୍କର ଆନ୍ତରିକତା, ମନୋଭାବକୁ ବା ହୃଦୟସ୍ପର୍ଶୀ ତାଙ୍କର କଥା ଗୁଡ଼ାକ ଲାଗିଥାଏ। ଆଉ ତାଙ୍କେ ସଦାବେଳେ କୁହନ୍ତି, ମୁଁ ମୋର ହାତ ଦେଖାଇ ଦେଉଛି, ଆପଣମାନେ ମୋ ହାତକୁ ଧରିକି ଆସନ୍ତୁ, ମୁଁ ଆପଣମାନଙ୍କୁ ଠିକ୍ ରାସ୍ତାରେ ନେଇ ଆପଣଙ୍କର ସମସ୍ୟାର ସମାଧାନ ବାଟ ଦେଖାଇଦେବି। ତେଣୁ ମୁଁ ବହୁତ ଉପକୃତ ଏବଂ ବହୁତ ଧନ୍ୟ ମନେ କରୁଛି ଏହି କୋର୍ସଟି କରିକି। ମୁଁ ସମସ୍ତ ଓଡ଼ିଶାବାସୀଙ୍କୁ ବା ସମସ୍ତ ଲୋକମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି, ସମସ୍ତେ ଏହି ଏଞ୍ଜେଲ ଥେରାପି କୋର୍ସଟା କରନ୍ତୁ ଏବଂ ସମସ୍ୟାରୁ ମୁକ୍ତି ପାଆନ୍ତୁ। ଥ୍ୟାଙ୍କ ୟୁ ଭେଙ୍କଟେଶ ସାର୍, ଥ୍ୟାଙ୍କ ୟୁ ଏଞ୍ଜେଲ, ଥ୍ୟାଙ୍କ ୟୁ।